हेलो फ्रेंड्स ओडिशार जल विभाग एक बहुत बड़ निजुक्ति आसी आसतु भिडियो माध्यम आलोचना करिबा की पोस्ट आसी किभଳି ये पोस्ट आपण मैंने आप्लाय करेंगे इंटरव्यू केबे रहिबो एजुकेशन क्वालिफिकेशन कौन मागुची एज सैलरी फुल डिटेल्स एप्लिकेशन फी से भिडियो माध्यम आलोचना करिबा। प्रथम आपण मोबाइल जेकोसी ब्राउजर ओपन करेंगे ओपन कर सर्च करेंगे ओडिशा स्पेस GOVT स्पेस जॉब डॉट इन लिखिक सर्च करेंगे। देखो सर्च करापर प्रथम जो वेबसाइट टी आसो ये ओडिशा GOVT ऑफिशियल वेबसाइट ये प्रथम वेबसाइट उपर क्लिक करेंगे। देखो ओडिशा GOVT साइट टी ओपन होगा तलू स्क्रॉल करेंगे। देखो ये गोटे मेंशन कर 10th जॉब 10th और 12th जॉब ओडिशा गवर्नमेंट जॉब आपने 10th जॉब उपर क्लिक करेंगे। देखो जो फास्ट जो 10th जॉब अच्छी रेड कलर में अपने 10th जॉब उपर क्लिक करेंगे। देखो 10th जॉब उपर क्लिक कलापर ये किसी पेज आप सामने ओपन हम। देखो एठार गोटे लिखी ओडिशा वाटर डिपार्टमेंट भेरियस पोस्ट रिक्वायरमेंट 2025। देखो मूल कहे वाटर डिपार्टमेंट पानी विभाग एक बहुत बड़ा निजुक्ति आसी आपण मैंने यही नोटिफिकेशन उपर क्लिक करेंगे। देखो बर्तमान साइट टी ओपन होगा ये क्लीयरली मेंशन होती ओडिशा वाटर डिपार्टमेंट भेरियस पोस्ट रिक्वायरमेंट 2025 सैलरी कौन रही तौक देखा कि पोस्ट रही क्वालिफिकेशन कौन मांग डिटेल्स तौक देखा कि आप्लाय करेंगे। देखो तौक स्क्रॉल करेंगे ये देखो क्यों ऑर्गेनाइजेशन तरफ पोस्ट आसी देखने ना वाटर एग्रीकल्चर रिसर्च आप एनवायरमेंट डिपार्टमेंट भुवनेश्वर आसी टाइप ऑफ जॉब कौन रहा परमानेंट कैटेगरी कौन रहा गवर्नमेंट जॉब रही कौन कौन पोस्ट लिखी भेरियस पोस्ट आम तौक जाए नोटिफिकेशन देखा कि पोस्ट अच्छी क्यों विभाग में केते वैकेंसी अच्छी केते पोस्ट वैकेंसी फुल डिटेल्स देखा। इंटरव्यू कौन रखी ना वाल्क इन इंटरव्यू आपको गोटे डेट देथबो आपन से डेट रे जाइए भुवनेश्वर जो ऑफिस अच्छी मुझे कहीदेवी कौटिक जी लास्ट को सीटिक जाइए इंटरव्यू दे पारे क्यों मैंने आप्लाय करेंगे केवल ओडिशा पिला ही आप्लाय करेंगे। जब आप चाकरी पाँच पोस्टिंग कौट हो ना ओडिशार भुवनेश्वर ही पोस्टिंग हे कारण भुवनेश्वर ऑफिस अच्छे ओडिशा भुवनेश्वर ही आप पोस्टिंग पाइबे। ଏବେ ଦେଖନ୍ତୁ ଇଣ୍ଟରଭ୍ୟୁ ଡେଟ୍ଟା ମନେ ରଖିଦେବେ କେବେ ଇଣ୍ଟରଭ୍ୟୁ ହେବ ନା ଫେବୃଆରୀ 7 ନା ଫେବୃଆରୀ 7ରେ ଇଣ୍ଟରଭ୍ୟୁ ରହିବ କେଉଁଠି ହେବ ନା ମୁଁ ଲାଷ୍ଟକୁ କହିଦେବି କେଉଁ ଆଡ୍ରେସ୍ରେ ଆପଣମାନେ ଯିବେ କେତେଟା ଟାଇମ୍ ପୂର୍ବରୁ ପହଞ୍ଚିବେ ଡିଟେଲ୍ସ ଗୁଡ଼ା କହିବି କେଉଁମାନେ ଆପ୍ଲାଏ କରିପାରିବେ ବୋଥ୍ ମେଲ୍ ଆଉ ଫିମେଲ୍ ପିଲା ଆପ୍ଲାଏ କରିପାରିବେ। ଏବେ ଦେଖନ୍ତୁ ଏଇ ପୋଷ୍ଟ ପାଇଁ ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ମାଗିଛି ଆପଣ ଯଦି ମିନିମମ୍ 10th ପାସ୍ କରିଥିବେ ତାହେଲେ ଆପଣ ଏଇ ପୋଷ୍ଟ ପାଇଁ ଆପ୍ଲାଏ କରିପାରିବେ 12 କରିଥିବେ କିମ୍ବା ଗ୍ରାଜୁଏସନ୍ କରିଥିବେ ବିଭିନ୍ନ ପ୍ରକାର ପୋଷ୍ଟ ଅଛି ଆଉ ଗ୍ରାଜୁଏସନ୍ କରିଥିବେ ଯଦି ମଧ୍ୟ ଆପ୍ଲାଏ କରିପାରିବେ। ଏବେ ଦେଖନ୍ତୁ ଏଇ ପୋଷ୍ଟ ପାଇଁ ଏଜ୍ ଲିମିଟ୍ କ'ଣ ମାଗିଛି ନା ମିନିମମ୍ ଆପଣଙ୍କୁ 21 ବର୍ଷ ହେଇଥିବ ଓ ମ୍ୟାକ୍ସିମମ୍ 45 ବର୍ଷ ହେଇଥିବ ତାହେଲେ ଆପଣ ଏ ପୋଷ୍ଟରେ ଆପ୍ଲାଏ କରିପାରିବେ। ଆଉ ଓଡ଼ିଶା ଗଭର୍ଣ୍ଣମେଣ୍ଟର ତ ଏଜ୍ ରିଲାକ୍ସେସନ୍ ରହିବ ଯେମିତି OBC ପିଲାଙ୍କ ପାଇଁ 3 ବର୍ଷ ଅଛି SC ST ପିଲାଙ୍କ ପାଇଁ 5 ବର୍ଷ ଅଛି ଏକ୍ସ ସର୍ଭିସମ୍ୟାନ୍ ପାଇଁ 5 ବର୍ଷ ଅଛି ଆଉ ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟ ପିଲାଙ୍କ ପାଇଁ ପ୍ଲସ୍ SC ST ପିଲାଙ୍କ ପାଇଁ 15 ବର୍ଷ ରହିଛି। ଦେଖନ୍ତୁ ସାଲାରୀ କ'ଣ ରହିବ ଏଇ ପୋଷ୍ଟ ପାଇଁ ମିନିମମ୍ 12,000 ରହିବ 12,000ରୁ 35,400 ଭିତରେ ଆପଣଙ୍କ ସାଲାରୀ ରହିବ। ଆପଣ କ୍ୱାଲିଫିକେସନ୍ ଅନୁସାରେ ଯଦି ଆପଣ ଗ୍ରାଜୁଏସନ୍ କରିଥିବେ ତାହେଲେ ଅଧିକା ସାଲାରୀ ରହିବ କ୍ୱାଲିଫିକେସନ୍ ଅନୁସାରେ ଆପଣଙ୍କ ସାଲାରୀ ଫିକ୍ସ ରହିବ। ଏବେ ଦେଖନ୍ତୁ ସିଲେକ୍ସନ୍ ପ୍ରୋସେସ୍ କ'ଣ ରଖିଛି ନା ଏଇଟା ନୋ ଏକ୍ଜାମ୍ ଏଥିରେ କୌଣସି ପ୍ରକାର ଏକ୍ଜାମ୍ ହେବ ନାହିଁ ଏଇଟା କେବଳ ରହିବ କ'ଣ ଇଣ୍ଟରଭ୍ୟୁ ଫେବୃଆରୀ 7 ତାରିଖରେ ଇଣ୍ଟରଭ୍ୟୁ ହେବ। ଆପଣଙ୍କ ଇଣ୍ଟରଭ୍ୟୁ ଯଦି ସକ୍ସେସ୍ କରୁଛନ୍ତି ପାସ୍ ହେଉଛନ୍ତି ତାହେଲେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହେବ ଆପଣ ଚାକିରିଟି ପାଇବେ କୌଣସି ଏକ୍ଜାମ୍ ହେବାର ନାହିଁ। ଆପ୍ଲିକେସନ୍ ଫିସ୍ ଦେଖନ୍ତୁ ଏଇଟା ସବୁ ବର୍ଗର ପିଲାମାନଙ୍କ ପାଇଁ ଫ୍ରି ରହିଛି ଜେନେରାଲ୍ ପିଲା ହେଲେ କି OBC ହେଲେ କି EWS ହେଲେ କି ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟ ପିଲା ହେଲେ କି SC ST ସବୁ ପିଲାଙ୍କ ପାଇଁ ଆପ୍ଲିକେସନ୍ ଫିସ୍ କ'ଣ ରହିଛି ନା ଫ୍ରି ଆପଣ ମାଗଣାରେ ଆବେଦନ କରିପାରିବେ। ଦେଖନ୍ତୁ ଏଇ ପୋଷ୍ଟ ପାଇଁ କ'ଣ କ'ଣ କ୍ୱାଲିଫିକେସନ୍ ମାଗିଛି ନା ଆପଣମାନେ ଯଦି 10ମ ପାସ୍ କରିଥିବେ କିମ୍ବା +2 +3 ଅଲ୍ ସାର୍ଟିଫିକେଟ୍ ଦେବେ ଏବଂ ଫଟୋ 2 ପିସ୍ ଦେବେ କାଷ୍ଟ ସାର୍ଟିଫିକେଟ୍ ଦେବେ ଆଉ ଯଦି ଆପଣଙ୍କର କିଛି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଅଛି ତ ଦେବେ ନଦେଲେ ବି ଚଳିବ। ଦେଖନ୍ତୁ ଇଣ୍ଟରଭ୍ୟୁ ଡେଟ୍ଟା ମୁଁ ଆପଣଙ୍କୁ କହିଥିଲି ପୁଣି ଆଉ ଥରେ ଲେଖିଦେଇଛି କି ଫେବୃଆରୀ 7 ମନେ ରଖିବେ ଫେବୃଆରୀ 7 ହେଉଛି ଇଣ୍ଟରଭ୍ୟୁର ଡେଟ୍ ରଖିଛି ଗୋଟେ ଦିନ। ଦେଖନ୍ତୁ ତଳକୁ ସ୍କ୍ରୋଲ୍ କରିବେ ଏଠି କିଛି ଦେଇଛି ମେନସନ୍ କରିଛି କେମିତି ଆପ୍ଲାଏ କରିବେ ଟିକେ ଟିକେ ସବୁ ପଏଣ୍ଟ 10-11ଟି ପଏଣ୍ଟ ଅଛି ଟିକେ ଟିକେ ପଢ଼ି ନେବେ ଆପଣଙ୍କୁ ପ୍ରୋସେସ୍ ତ ବତେଇଦେବି ତଥାପି ପଢ଼ି ନେବେ। ଦେଖନ୍ତୁ ତଳକୁ ସ୍କ୍ରୋଲ୍ କରିବେ ଏଠାରେ କିଛି ଲିଙ୍କ୍ ଅଛି ଦେଖନ୍ତୁ ଗୋଟେ କିଛି ଇମ୍ପୋର୍ଟାଣ୍ଟ ଲିଙ୍କ୍ ନୋଟିଫିକେସନ୍ PDF ଲିଙ୍କ୍ ଆପଣମାନେ କ'ଣ କରିବେ ନା ଏଇ ନୋଟିଫିକେସନ୍ PDF ଲିଙ୍କ୍ ଉପରେ କ୍ଲିକ୍ କରିବେ ଫାର୍ଷ୍ଟ ଯେଉଁ ଲିଙ୍କ୍ ଅଛି ନୋଟିଫିକେସନ୍ PDF ଲିଙ୍କ୍ ତାପରେ କ୍ଲିକ୍ କରିବେ।
ଦେଖନ୍ତୁ ନୋଟିଫିକେସନ୍ PDF ଲିଙ୍କ୍ ଉପରେ କ୍ଲିକ୍ କଲେ କିଛି ଏଭଳି କିଛି ପେଜ୍ ଆପଣଙ୍କ ସାମ୍ନାରେ ଓପନ୍ ହେବ। ଏଇଠି ହିଁ କେଉଁ ମାନେ ଯେଉଁ ଇଣ୍ଟରଭ୍ୟୁଟା ରହିବ ଫେବୃଆରୀ 7 ତାରିଖରେ କେଉଁ ଆଡ୍ରେସ୍ରେ ହେବ ନା ଏଇଟା ଦେଖନ୍ତୁ ପୁରା ଆଡ୍ରେସ୍ ଏଠାରେ ମେନସନ୍ କରାହେଇଛି। ଏଇଟା ଆପଣ ଦେଖିନେବେ ଏଗ୍ରିକଲଚର ରିସର୍ଚ୍ଚ ଥ୍ରୋ ଏନଭାୟରମେଣ୍ଟାଲ ଡେଭଲପମେଣ୍ଟ କଲେଜ ଏୟାରପୋର୍ଟ କଲେଜ ଅଫ୍ ଏଗ୍ରିକଲଚର ଓଡ଼ିଶା ୟୁନିଭର୍ସିଟି ଭୁବନେଶ୍ୱର ଏଇ ପିନ୍କୋଡ଼୍ ରହିଛି। ଆଉ ତଳକୁ ବି ଲେଖିଦେଇଛି ଦେଖନ୍ତୁ, ତଳକୁ ଟିକେ ସ୍କ୍ରୋଲ୍ କରିବେ ଦେଖନ୍ତୁ ଏଇଠାରେ ଲେଖିଦେଇଛି କେବେ ଇଣ୍ଟରଭ୍ୟୁ ନା ଫେବୃଆରୀ 7 ତାରିଖରେ ଇଣ୍ଟରଭ୍ୟୁ ହେବ ନା କେଉଁଠାରେ ନା ଅଫିସ୍ ଅଫ୍ ଦ DNA ଅଫ୍ ରିସର୍ଚ୍ଚ ଓଡ଼ିଶା ୟୁନିଭର୍ସିଟି ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ଭୁବନେଶ୍ୱର। ଆପଣ ଏଇଟାକୁ ହିଁ କ୍ଲିୟରଲି ମେନସନ୍ କରି ଏଇଟା ପଢ଼ି ନେବେ। ଦେଖନ୍ତୁ ଫେବୃଆରୀ 7 2025ରେ ହେବ 10:30 AM ଆପଣ ଭିତରେ ହିଁ ପହଞ୍ଚିବେ ଏବଂ କେଉଁଠି ନା ଦ ଅଫିସ୍ ଅଫ୍ ଦ DNA ଅଫ୍ ରିସର୍ଚ୍ଚ ଓଡ଼ିଶା ୟୁନିଭର୍ସିଟି ଏଗ୍ରିକଲଚର ଟେକ୍ନୋଲୋଜି ଭୁବନେଶ୍ୱର। ଭୁବନେଶ୍ୱରଠାରେ ଆପଣଙ୍କ ଇଣ୍ଟରଭ୍ୟୁ ରହିବ। ଚାକିରି ଯଦି ପାଉଛନ୍ତି ଭୁବନେଶ୍ୱରରେ ହିଁ ପାଇବେ। ଦେଖନ୍ତୁ କେଉଁଥିରେ କେତେ ପୋଷ୍ଟ ଏଥିରେ ଭ୍ୟାକେନ୍ସି ଅଛି ବର୍ତ୍ତମାନ ଜାଣିବା। ସିନିୟର ରିସର୍ଚ୍ଚ ଫେଲୋରେ ଅଛି କେତେ ନା 4ଟି ପୋଷ୍ଟ ଅଛି। କ'ଣ ମାଗୁଛି କ୍ୱାଲିଫିକେସନ୍ ଏଠି ପଢ଼ି ନେବେ। ଯେମିତି ଡିଗ୍ରୀ ମାଗୁଛି ଏଗ୍ରିକଲଚର କରିଥିବେ ପଢ଼ିଥିବେ ତାହେଲେ ଆପଣ ଏଥିରେ ଆପ୍ଲାଏ କରିପାରିବେ। ଡିଟେଲ୍ସ ପଢ଼ି ନେବେ। ସାଲାରୀ କେତେ ରହିବ ନା 31,000 ପର୍ ମନ୍ଥ ରହିବ। ଆଉ ସେମିତି ଦେଖିବ ପ୍ରୋଜେକ୍ଟ ଆସିଷ୍ଟାଣ୍ଟରେ କେତୋଟି ପୋଷ୍ଟ ଭ୍ୟାକେନ୍ସି ଅଛି ନା 3ଟି ପୋଷ୍ଟ ଅଛି। ସ୍କିଲ୍ ପର୍ସନରେ କେତୋଟି ଅଛି ନା ଗୋଟେ। ଯଦି ଆପଣ 10ମ ପାସ୍ କରିଥିବେ, ଯଦି ଏଇ ଯେଉଁ ସ୍କିଲ୍ଡ ପର୍ସନ୍ 3 ନମ୍ବର ଯେଉଁ ପୋଷ୍ଟ ଅଛି ଯଦି ଆପଣ 10ମ ପାସ୍ କରିଥିବେ ତାହେଲେ ଏଇ ପୋଷ୍ଟରେ ଆପଣ ଆପ୍ଲାଏ କରିପାରିବେ। ତ ଇଣ୍ଟରଭ୍ୟୁରେ ରହିବ ଆପ୍ଲାଏ ତ କହିଲେ ଆପଣ ମାନେ ଯିବେ ତଳେ ଇଣ୍ଟରଭ୍ୟୁ ଦେବାକୁ କହିବେ କି ମୁଁ ସ୍କିଲ୍ଡ ପର୍ସନ୍ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଛି। ସାଲାରୀ ରହିବ 12,000। ଆପଣଙ୍କୁ ଗୋଟେ ବାୟୋଡାଟା ବି ମିଳିବ, ସେଥିରେ ଆପଣ ଫିଲ୍ଅପ୍ କରିବେ କେଉଁ ପୋଷ୍ଟରେ ଆପ୍ଲାଏ କରିବାକୁ ଚାହୁଁଛନ୍ତି। ମୁଁ ବତେଇ ଦେଉଛି ପୁଣି ପ୍ରୋସେସ୍ ଦେଖନ୍ତୁ। ପ୍ରଥମେ ଆପଣ ଏଇ ଆଡ୍ରେସ୍ଟା ନୋଟ୍ କଲେ, କାରଣ ଏଇ ଫେବୃଆରୀ 7 ତାରିଖ ଏବଂ 10:30 ପୂର୍ବରୁ ଏଇ ଆଡ୍ରେସ୍ରେ ଆପଣଙ୍କୁ ଯାଇକି ପହଞ୍ଚିବାରେ ପଡ଼ିବ। ଡିଟେଲ୍ ଦେଖିନେବେ କେଉଁଥିରେ କେତେ ପୋଷ୍ଟ ଭ୍ୟାକେନ୍ସି ଅଛି ଦେଖିନେବେ। ପୁରା ଡିଟେଲ୍ ଅଛି ସବୁ ଜାଗା 4ଟି ପେଜ୍ ଅଛି, 2ଟି ପେଜ୍ ପଢ଼ିଦେବେ ଏବଂ ଆଉ 2ଟି ପେଜ୍ ଦେଖନ୍ତୁ। ଏଇ ଯେଉଁ 3 ନମ୍ବର ଆଉ 4 ନମ୍ବର ପେଜ୍ ଅଛି ଆପଣ ଏଇ 2ଟି ପେଜ୍କୁ ପ୍ରିଣ୍ଟ ଆଉଟ୍ କାଢ଼ିନେବେ। ଫାଷ୍ଟ ଯେକୌଣସି ଯାଇକି ସାଇବର କ୍ୟାଫେରେ ପ୍ରିଣ୍ଟ ଆଉଟ୍ କାଢ଼ିନେବେ। ତାପରେ ଏଠାରେ ସବୁ ଫିଲ୍ଅପ୍ କରିବେ ଯାହା ଯାହା ଲାଗିଛି, ସର୍କୁଲାର ନମ୍ବର, ଡେଟେଡ଼ କେଉଁ ଡେଟ୍, ଆପ୍ଲିକେସନ୍ ଅଫ୍ ଦ ପୋଷ୍ଟ କେଉଁ ପୋଷ୍ଟ ପାଇଁ ଆପଣ ଆପ୍ଲାଏ କରିବାକୁ ଚାହୁଁଛନ୍ତି। ଯଦି 10ମ ପଢ଼ିଥିବେ ତାହେଲେ 10ମ ପାଇଁ ଯେଉଁ ପୋଷ୍ଟ ଅଛି ଆପ୍ଲାଏ କରିବେ ଏବଂ ଆପଣ ନାଁ ଏଠାରେ ଲେଖିବେ, ଆଡ୍ରେସ୍ ଫୁଲ୍ ପକାଇବେ। ଏଠାରେ ଆପଣ ଫଟୋ ଗୋଟେ ପିସ୍ ଲଗାଇବେ। ଦେଖନ୍ତୁ ଏଠାରେ ମୋବାଇଲ୍ ନମ୍ବର, ଇମେଲ୍ ID, କେଉଁଠି ଜନ୍ମ, ହୋମ୍ ଷ୍ଟେଟ୍, ନ୍ୟାସନାଲିଟି ପକାଇବେ, ଇଣ୍ଡିଆନ୍ ପକାଇବେ, ହୋମ୍ ଟାଉନ୍ରେ ପକାଇବେ। ଆମର ଯାଜପୁର ପକାଇବେ, ଆପଣ ଯେଉଁ ଟାଉନ୍ ପକାଇବେ। ସେକ୍ସରେ ପକାଇବେ ମେଲ୍ ପକାଇବେ, ମଦର ଟଙ୍ଗ ପକାଇବେ, ଓଡ଼ିଆ ପକାଇବେ। ଫୁଲ୍ ଡିଟେଲ୍ସ ସବୁ ଫିଲ୍ SC ST କାଷ୍ଟ ଜାତୀୟ ପକାଇବେ। ଏଠାରେ ମ୍ୟାରିଡ଼୍ କି ଅନମ୍ୟାରିଡ଼୍ ଏଠାରେ ପକାଇବେ, ମେନସନ୍ କରିବେ। ଦେଖନ୍ତୁ ଏଠି କେଉଁ ପୋଷ୍ଟ ପାଇଁ ଆପଣ ଇଏ କରୁଛନ୍ତି ମାନେ ପଢ଼ିଛନ୍ତି କେଉଁ ଜାଗେ ଏବଂ ସେଇଟା ଏଠାରେ ବର୍ଷ ପକାଇବେ, ଡିଭିଜନ୍ ପକାଇବେ, କେଉଁ ବର୍ଷ ପାସିଂ କରିଥିଲେ, ସବଜେକ୍ଟ କ'ଣ କରିଥିଲେ, ସବୁ ଡିଟେଲ୍ସ ସେଠାରେ ଗୋଟେ ଗୋଟେ ଫିଲ୍ଅପ୍ କରିବେ। କେଉଁ ଜାଗେ କ'ଣ ପଢ଼ିଛନ୍ତି ଫିଲ୍ଅପ୍ କରିବେ। ତାପରେ ଏଇ ଯେଉଁ ତଳେ ଦେଖନ୍ତୁ ଏଠାରେ ଆପଣ କ'ଣ ପ୍ଲେସ୍ ଡେଟ୍ ପକାଇବେ, ସିଗ୍ନେଚର୍ ମାରିବେ। ମାରି ସାରିକି ଏଇ ପେଜ୍ଟାକୁ ସାଙ୍ଗରେ ନେବେ ପ୍ଲସ୍ ଇମ୍ପୋର୍ଟାଣ୍ଟ ଡକ୍ୟୁମେଣ୍ଟ ମୁଁ କହିଥିଲି। ଦେଖନ୍ତୁ ଏଇ ପେଜ୍ଟା ସାଙ୍ଗରେ ନେବେ, ଫାଷ୍ଟ କଥା ହେଲା। ତାପରେ କାଷ୍ଟ ସାର୍ଟିଫିକେଟ୍ ନେବେ ଏବଂ ଆପଣଙ୍କ ସବୁ ଜାଗା କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ନେବେ ଏବଂ ଫଟୋ 2 ପିସ୍ ନେଇକି ଆପଣ ଫେବୃଆରୀ 7 ତାରିଖ କେବେ ନା ଫେବୃଆରୀ 7 ତାରିଖରେ ଯାଇକି ଫାଷ୍ଟ ମୁଁ ଆଡ୍ରେସ୍ ଆପଣଙ୍କୁ କହିଦେଲି ଭୁବନେଶ୍ୱର ଯେଉଁ ଅଫିସ୍, ସେଇ ଅଫିସ୍ରେ ଯାଇକି ସେ 10:30 ପୂର୍ବରୁ ଆପଣ ପହଞ୍ଚିବେ। ପହଞ୍ଚିକି ଇଣ୍ଟରଭ୍ୟୁ ଆପଣଙ୍କର ଷ୍ଟାର୍ଟ ହେଇଯିବ 11ଟା ଭିତରେ। ଆପଣ ଇଣ୍ଟରଭ୍ୟୁ ଦେବେ। ଯଦି ସକ୍ସେସ୍ ହେଉଛନ୍ତି ତାହେଲେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହେବ, ଚାକିରିଟି ପାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଏବଂ ତଳେ ଆମ ଟେଲିଗ୍ରାମ ଲିଙ୍କ୍ ଜଏନ୍ ହେଇଯିବେ। ଥ୍ୟାଙ୍କ୍ସ ଫର୍ ୱାଚିଂ।